ମୁଣ୍ଡ ତ ଆଉଟ୍ ହେବ ସେଇଟା ପକ୍କା କଥା। କିନ୍ତୁ ଏତିକି କହିବି ଯେ ସଜାଡି ହେଇଯା ବୁଦ୍ଧାଦିତ୍ୟ, ସଜାଡି ହେଇଯା ବୁଦ୍ଧାଦିତ୍ୟ, ମିଟୁ ମିଥୁନ ଟାର୍ଗେଟରେ ତମେ। ସିଏ ସବୁ ମିଟୁ ମିଥୁନ ହବାକୁ ଉଦ୍ୟମ କରୁଛନ୍ତି। ସମସ୍ତେ କହୁଛନ୍ତି ଆମେ ସୁର ରାଉତ ମିଟୁ ମିଥୁନ ହବୁ, ହେଇପାରିବ ନାହିଁ। କାହିଁ କହିଲ ପିଛୁଆଡ଼ରେ ଦମ ଦରକାର। ଓଡ଼ିଶାରେ ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ ଯିଏ କରିବ, ମୋ ଶନି ମହାସେନାରୁ ତାକୁ ମୁଁ ତ୍ୟାଗ କରିବା କଥା କରିବି। କାହାକୁ ନିଚା ଦେଖେଇକି ଉପରକୁ ଉଠି ହୁଏନି। ଆପଣ ଯଦି ନିଚା ଦେଖେଇବେ ମୁଣ୍ଡ ନଇଁକି କଥା ହେବେ। ଯଦି ମୁଁ ଆପଣ ମାନଙ୍କୁ ଭାଇ ମାନଙ୍କୁ ଆଜି ଉପରେ ରଖିଛି, ମୁଁ କେମିତି କଥା ହଉଛି, ଏ ଭାଇ କେମିତି ଅଛୁ, ମୁଣ୍ଡ ଉଠେଇକି କଥା ହଉଛି। ମୁଣ୍ଡ ଝୁକେଇକି କଥା ହବା ପାଇଁ ଯିଏ ଉଦ୍ୟମ କରିଛନ୍ତି, ସିଏ ସବୁ ଭାବିଛନ୍ତି ସମସ୍ତେ ମିଟୁ ମିଥୁନ ହେଇଯିବେ। ମୁଁ ଏତିକି କହିବି ଯେ ତମେ ଆମ ଚତୁର୍ଥ ସ୍ତମ୍ଭ ଯୋଉ ସାମ୍ବାଦିକ, ତାଙ୍କୁ ତମେ ଏମିତି କୁହ ନାହିଁ। ମୁଁ ସପ୍ତମ ଯାଏ ପାଠ ପଢିଛି, ଗରିବ ଛୁଆଟେ। ମୁଁ 18 ନମ୍ବର ଗୁଣ୍ଡାରୁ ହରପଟନେ ପାଖରୁ ଆସି ଆଜି 25 ବର୍ଷ ପରେ ମିଟୁ ମିଥୁନ ହେଇଛି। ତମର କାହିଁ ଫାଟୁଛି? ଓଡ଼ିଆରେ କଣ ମୁଁ ସପ୍ତମ ଯାଏ ପଢିଛି ଜାଣିପାରୁନି? ସୋକଲ ମାନେଟା ବୁଝା ଆଗ। ନାଇଁ ନାଇଁ ତତେ ପଚାରୁଛୁ, ନାଇଁ ସୋକଲଟା ତୁ ବି ପାଠ ପଢୁଛୁ ପଠା। ସୋକଲ ନାଇଁ ମୁଁ ତାର ଉତ୍ତର ଏଇଆ ଦେବି ଯେ ସେଇ ସାମ୍ବାଦିକଙ୍କ ନ୍ୟୁଜଟା ବାଜେ ଯୋଉ କ୍ୟାମେରା ଆଜି ଆଜି ଯୋଉ କ୍ୟାମେରାରେ ତମେ ସୁଟ୍ କରୁଛନ୍ତି କହୁଛ, ସେ କ୍ୟାମେରା ଦାମଠୁ ଅଧିକ ଦାମ ମୋବାଇଲର। କାହିଁକି କହିଲୁ? ଏଇଥିପାଇଁ ଯେ ଆମେ ଏଇଟା ଯୋଉ ମୋବାଇଲରେ ସୁଟ୍ ହଉଛି, ଯେ ଚାଲିବ କୋଉଥିରେ କହିଲୁ? ମୋବାଇଲରେ ହିଁ ଚାଲିବ। କାରଣ 4,50,00,000 ଲୋକରୁ 4,30,00,000 ଲୋକ ଦେଖୁଛନ୍ତି କଣ କହିଲୁ? ମୋବାଇଲରେ। କଣ ଦେଖୁଛନ୍ତି? ନ୍ୟୁଜଟା। ତମେ ଯୋଉଠି ନ୍ୟୁଜ ନଉଛ, ତମେ ଯେତେବେଳେ 1,00,000 ଟଙ୍କା ମାଗିବ ସେଠି କିଏ ଯିବ? ମୋ କଥା ବୁଝିପାରିଲୁ କି? ତେଣୁ ଯୋଉମାନେ ଏମିତି କହିଛନ୍ତି, ତମେ ଆଉ ଦିନେ ତାଙ୍କ ଇଣ୍ଟରଭ୍ୟୁ ନବ ନାହିଁ। ଆଉ କଣ ଅଛି? କିନ୍ତୁ ପ୍ରମୋସନରେ ସେଇ ସାମ୍ବାଦିକ ମାନଙ୍କୁ ଡାକୁଛନ୍ତି, ସେଇମାନେ ପ୍ରମୋସନ କରୁଛନ୍ତି। ଆମେ କଣ ଅଛୁ? ଆମକୁ ଡାକିଛନ୍ତି? କାହିଁକି ଡାକିଲେନି? ନାଇଁ ନାଇଁ, କାହିଁକି ଡାକିଲେନି ସିଏ ଜାଣିଥିବେ। ଆପଣ ତ ମୁଁ ସେ ଫିଲ୍ମରେ 4ଟା ସିନ୍ ମିଟୁ ମିଥୁନ ହେଲା, ମୋ ପଛରେ ଗୋଡଉଛନ୍ତି। ଭଲ ସିନ୍ କରିଛନ୍ତି, କିନ୍ତୁ ଏ ତମକୁ ଏମିତି କହିବା ଉଚିତ ନୁହଁ। କାହିଁ କହିବି ନା, ସୁର ଭାଇଠୁ ଗୋଟେ କଥା ଶିଖିଛି, ଆଲ୍ଲାହ ଯୀଶୁ ବୁଦ୍ଧ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆଉ ଦ୍ୱିତୀୟ କଥା ହେଲା, ତମକୁ ଏମିତି କାହାକୁ ନିଚା ଦେଖେଇକି ଉପରକୁ ଉଠି ହୁଏନି। ଆପଣ ଯଦି ନିଚା ଦେଖେଇବେ ମୁଣ୍ଡ ନଇଁକି କଥା ହେବେ। ଯଦି ମୁଁ ଆପଣ ମାନଙ୍କୁ ଭାଇ ମାନଙ୍କୁ ଆଜି ଉପରେ ରଖିଛି, ମୁଁ କେମିତି କଥା ହଉଛି, ଏ ଭାଇ କେମିତି ଅଛୁ, ମୁଣ୍ଡ ଉଠେଇକି କଥା ହଉଛି। ମୁଣ୍ଡ ଝୁକେଇକି କଥା ହବା ପାଇଁ ଯିଏ ଉଦ୍ୟମ କରିଛନ୍ତି, ସିଏ ସବୁ ଭାବିଛନ୍ତି ସମସ୍ତେ ମିଟୁ ମିଥୁନ ହେଇଯିବେ। ନିର୍ମମ ଭାବେ ହତ୍ୟା କରାଯାଉଛି, ତା ମୁହଁକୁ ସିଲେଇ କରି ଦିଆଯାଉଛି, ତାପରେ ଅବସ୍ଥାରେ ତା ମାଲିକକୁ ମଧ୍ୟ ମାରି ଦିଆଯାଉଛି। ଇଏ କେତେ ପଦେ କଥା କହିବି, କାଳ୍ପନିକ କଥା। ଇଏ ଯୋଉ ସିନେମା ହେଇଛି, ସିନେମା ତଳେ ସେନ୍ସର ବୋର୍ଡ ଲେଖିଛି, ସେଠି ଲେଖିଛି ଯେ ଇଏ କୌଣସି ସତ କଥା ନୁହଁ, ମିଛ କଥା। ତ ଆମ ସିନେମାଟା ଏ ଜମାନାର ଆଇନା। ଅବିଆ ଶନିମିନ ଯୋଗ ବୋଉ ବୁଟୁ ଭୂତ 20 କୋଟି ବାବୁସାନ ନେଇ ଚାଲିଗଲା। ତମ ମାନଙ୍କ ମାଧ୍ୟମରେ ତମେ ପ୍ରଚାର କଲ ସମସ୍ତେ ଯେ ହଁ ଭଲ ଫିଲ୍ମ ହେଇଛି, ଆଉ ଫିଲ୍ମ ବି ଭଲ ହେଇଥିଲା। ସେମିତି ମୁଁ ଏତିକି କହିବି ଯେ ତମେ ଆମ ଚତୁର୍ଥ ସ୍ତମ୍ଭ ଯୋଉ ସାମ୍ବାଦିକ, ତାଙ୍କୁ ତମେ ଏମିତି କୁହ ନାହିଁ। ମୁଁ ସପ୍ତମ ଯାଏ ପାଠ ପଢିଛି, ଗରିବ ଛୁଆଟେ। ମୁଁ 18 ନମ୍ବର ଗୁଣ୍ଡାରୁ ହରପଟନେ ପାଖରୁ ଆସି ଆଜି 25 ବର୍ଷ ପରେ ମିଟୁ ମିଥୁନ ହେଇଛି। ତମର କାହିଁ ଫାଟୁଛି? ପ୍ରମାଣପତ୍ର ଖୋଜୁଛନ୍ତି ଯେ ଡାଇରେକ୍ଟର ପ୍ରଡ୍ୟୁସର। ଆଜ୍ଞା, ନିଜର ପ୍ରମାଣପତ୍ର ଅଛି, କୋଉଠି ପଢୁଛନ୍ତି, କଣ କରିଛନ୍ତି, ଜଣେ ଡାଇରେକ୍ଟର ହଉଛି, ସେ କୋଉ ୟୁନିଭର୍ସିଟିରେ ପଢିଛି। ନା ଏମିତି କହିବା ଉଚିତ ନୁହଁ। ସେ ଉପରେ ମୁଁ କ୍ଷୁବ୍ଧ, ଭଲ ଲାଗୁନି। କାହିଁକିନା ଯୋଉ ସାମ୍ବାଦିକ, ମୁଁ 100 କୋଟିଟା 100 ଫିଲ୍ମ କରିଥିଲି, କେହି ଚିହ୍ନି ନଥିଲେ ଓଡ଼ିଶାରେ ମତେ। ତମେ ଯୋଉ ଦିନଠୁ ଝୁକେଗା ନେଇ ସାରିଲା ପରେ ମୋର କରିଛ ପ୍ରଚାର, ତାପରେ ଘରେ ଘରେ ପରିଚିତ ମିଟୁ ମିଥୁନ। ତମେ ସେମାନଙ୍କୁ ଏମିତି କେମିତି କରିବ? କରିବା ଉଚିତ ନୁହଁ। ଭାଇ ଯଦି ସମାଜରେ ଯାହା ଘଟୁଛି ତାକୁ ନେଇକି କହୁଛନ୍ତି ଗୋଟେ ଆମେ ନିଆରା ଏବଂ ରିଅଲିଟି ସତ କାହାଣୀ ଗୋଟେ ଆଣୁଛୁ, ତାହେଲେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯେତେବେଳେ କାଷ୍ଟିଂ କାଉଚର ଶିକାର ହଉଛନ୍ତି ଯୋଉ ମହିଳାମାନେ, ତାପରେ ପର ଅବସ୍ଥାରେ ତାଙ୍କୁ ଫିଲ୍ମ ମିଳୁନି, ତ ତାକୁ ନେଇକି କୋଉ ପ୍ରଡ୍ୟୁସର ଫିଲ୍ମ କାହିଁକି କରୁନାହାନ୍ତି? ଯଦି ଗୋଟେ ଗଣମାଧ୍ୟମ ପ୍ରତିନିଧିକି ଟାର୍ଗେଟ କରି ଫିଲ୍ମ କରିପାରୁଛନ୍ତି, କାଷ୍ଟିଂ କାଉଚରକୁ ନେଇ କାହିଁକି କରିପାରୁନାହାନ୍ତି? ଭୟ ରହୁଛି ନା, ଏମିତି କରିବା ଉଚିତ ନୁହଁ। ମାନେ ଭୟ ରହୁଛି, ଏହା ଭୟ କାହିଁ କହିଲୁ? ସେ କାଷ୍ଟିଂ କାଉଚର ସାଙ୍ଗରେ ଯୋଉ ଲୋକମାନେ ଅଛନ୍ତି, ସେ ପ୍ରଭାବଶାଳୀ ହତ୍ୟାକାରୀ। କିନ୍ତୁ ତମ ସାଙ୍ଗରେ କେହି ପ୍ରଭାବଶାଳୀ ହତ୍ୟାକାରୀ ଅଛନ୍ତି କି? ତମେ ସକାଳ ହେଲେ ବୁମ୍ ଧରି ବୁଲ ଯେ ଆଜିର କଣ ଖବରଟା ପରିବେଷଣ ହବ, ଯୋଉଟା ସମାଜର ସୁଧାର ହବ, ସମାଜ ସୁଧୁରିବ। ତେଣୁକରି ଆଜି ଯୋଉ ତମମାନଙ୍କୁ ଯୋଉ କଥାରେ ସେମାନେ କହିଛନ୍ତି, ମୁଁ ତା ପାଇଁ ମୁଁ ମାନେ ମତେ ବହୁତ ଖରାପ ଲାଗୁଛି। ଏବଂ ଏତିକି କହିବି, ଏମିତି କହିବା ଅନୁଚିତ ଥିଲା। ସିଏ ମତେ ବିବାଦୀୟ ହବା ପାଇଁ କହିଦେଇଛନ୍ତି। ମୁଁ ଯେମିତି ନବୀନ ନିବାସରେ କିରୋସିନ ଢାଳି ହେଲି, ସତକୁ ସାମ୍ନା କରିପାରିବେନି। କେମିତି କରିବେ? ମିଟୁ ମିଥୁନ କରିବା। ସିଏ ସବୁ ମିଟୁ ମିଥୁନ ହବାକୁ ଉଦ୍ୟମ କରୁଛନ୍ତି। ସମସ୍ତେ କହୁଛନ୍ତି ଆମେ ସୁର ରାଉତ ମିଟୁ ମିଥୁନ ହବୁ,
ହେଇପାରିବ ନାହିଁ। କାହିଁ କହିଲ ପିଛୁଆଡ଼ରେ ଦମ ଦରକାର। ତମେ ଯୋଉ ଏଇ ମୁଁ ଆଉଥିଲି ଗୋଟେ ଦେବାଶିଷ ଫଟୋ ଲାଗିଛି, ମୁଁ ଯେମିତି ଧଳା ଚଷମା ଯେମିତି ହାତ ଦେଖାଏ ସେମିତିଆ ଫଟୋ, ସେ ହବ ନାଇଁ କିଛି। ଶୁଣ, ଓଡ଼ିଶାରେ ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ ଯିଏ କରିବ, ମୋ ଶନି ମହାସେନାରୁ ତାକୁ ମୁଁ ତ୍ୟାଗ କରିବା କଥା କରିବି, କହିବିନି ଆପଣମାନଙ୍କୁ। ସମାଜକୁ କଣ ମେସେଜ ଦେବ ଡେଲିଭରି ବୟ? ଡେଲିଭରି ବୟ ପିକ୍ଚର ବହୁତ ଭଲ ହେଇଛି, ଖରାପ ହେଇନି। କିନ୍ତୁ ଗୋଟେ କଥା ହେଲା, ସବୁଠୁ ଖରାପ ଲାଗିଲା ଏ କଥାଟା ଦେଖେଇବା ଅନୁଚିତ। ଟାଇଟେଲ ରଖିଛି ତ ଡେଲିଭରି ବୟ, କିନ୍ତୁ ସାମ୍ବାଦିକଙ୍କୁ ଫିଲ୍ମ ଯାକ ଟାର୍ଗେଟ କରାଯାଇଛି। ନା ତାପରେ ବି ସାମ୍ବାଦିକ ମାନେ ସେଠି ଭିଡ଼ ହେଇକି ଚଲେଇଛନ୍ତି, ତମମାନେ ନୁହଁ। ମାନେ ସାମ୍ବାଦିକ ମାନେ ତାଙ୍କ ପ୍ରଚାର କରୁଛନ୍ତି, ଚାଲିଛି। ତେଣୁକରି ଆମେ ଆମ ଭିତରେ ଯୋଉଠି ଏକତା ଆଣିବା, ଏକତା ଆଣିଲେ ସବୁ ଠିକ ହବ। ଇଆଡ଼େ ସମସ୍ତେ ଗୋଟେ କଥା କହିଲା ବେଳକୁ ଆଉ ଜଣେ ଗୋଟେ କଥା କହିଲାଣି। ଯୋଉମାନେ ଏତିକି କହିବି ଯେ ଯୋଉମାନେ ଯଦି ଆମେ ସବୁ ତ ସଂଗଠିତ ନୁହଁ ନା, ଯୋଉମାନେ କହୁଛନ୍ତି ଯେ ଏଇ ମୋବାଇଲରେ କାହିଁ ସୁଟିଂ ହଉଛି, ମୋବାଇଲ ଦାମ କେତେ ସେମାନେ ଜାଣିନାହାନ୍ତି, ସେମାନେ ମୋବାଇଲକୁ ବାଇଟ୍ ଦେଇନାହାନ୍ତି। ବୁଦ୍ଧାଦିତ୍ୟ ମହାନ୍ତି ଯୋଉ ଟାର୍ଗେଟ କରିଛନ୍ତି, ବୁଦ୍ଧିଆଦି କମେଣ୍ଟରେ ଲୋକ ଲେଖିଛନ୍ତି ଯେ ଆଙ୍କୁ ଫିଲ୍ମ ମିଳୁନି ଆଉ ଇଏ ବାହା ହେଇପାରୁନାହାନ୍ତି ବୋଲି। ସେଇଥିପାଇଁ ଟିକେ ବିବାଦ, ମୁଣ୍ଡ ତ ଆଉଟ ହେବ। ସେଇଟା ପକ୍କା କଥା। କିନ୍ତୁ ଏତିକି କହିବି ଯେ ସଜାଡି ହେଇଯା ବୁଦ୍ଧାଦିତ୍ୟ, ସଜାଡି ହେଇଯା ବୁଦ୍ଧାଦିତ୍ୟ, ମିଟୁ ମିଥୁନ ଟାର୍ଗେଟରେ ତମେ। ଧନ୍ୟବାଦ। କଣ ହେଇଛି କି ମଣିଷ ମାନଙ୍କର ଯେତେବେଳେ ଆକ୍ଟିଂ ନଥାଏ, ରୋଲ ନଥାଏ, କାମ ମିଳେ ନାହିଁ, ସେତେବେଳେ ସିଏ କଣ କରନ୍ତି, ଯାହାକୁ କୁହନ୍ତି ଯେ ସୋକଲ ଯେ ସାମ୍ବାଦିକ ଯିଏ ମୋବାଇଲରେ ନଉଛି ସେ ଠିକ ଦେଖଉ ନାହିଁ। ମୁଁ କିନ୍ତୁ ଏତିକି କହିବି, ଯୋଉମାନେ ମୋବାଇଲ ଛାଡି ଅନ୍ୟ ଧିରେ ନଉଛନ୍ତି ସିଏ କୋଉଠୁ ଦେଖଉଛନ୍ତି କି? ଆଜି ଯାଇ ମିଟୁ ମିଥୁନର କଥା ଏଇ ମାଧ୍ୟମରେ, ତମ ମାଧ୍ୟମରେ ଓଡିଶା ସାରା ଲୋକଙ୍କ ପାଖରେ ପହଞ୍ଚୁଛି। ତ ବୁଦ୍ଧିଆଦିତ୍ୟ ଏ କଥାଟା କହିବାଟା ଉଚିତ ନୁହଁ। କାହିଁକି ନା ତମେ ସିନେମାକୁ ଭଲ ପାଅ, ତମକୁ ଓଡିଶା ଭଲ ପାଉଥିଲେ, ବଳ ପାଉଥିଲେ। ତବେ ଯେତେବେଳେ ଆମର ଗଣମାଧ୍ୟମ ସାମ୍ବାଦିକ ଭାଇମାନଙ୍କୁ ନିଚା ଦେଖେଇବ, ମୁଁ ମିଟୁ ମିଥୁନ ଛାଡ଼ିବି ନାହିଁ। ମୁଁ ହତ୍ୟାକାଣ୍ଡ ନିଜେ କରିବି, ଲୋକ ଲଗେଇବି ନାହିଁ। ଏତିକି କହିବି। ହଁ କୁହ, ହଁ କୁହ, କୁହନ୍ତୁ। ନାଇଁ, ଗଣମାଧ୍ୟମ ଯୋଉ ନୁଙ୍ଗୁଡା ହିରୋ, ସିଏ ହଉଛି ଆବୁରା ଷଣ୍ଢ, ଆବୁରି ପକେଇବ, ଖେଳ କରିପାରିବନି। ମୁଁ ଏତିକି କହିବି, ଯେତେବେଳେ ସାମ୍ବାଦିକ ମାନଙ୍କୁ ସେ ନିଚା ଦେଖେଇବ, ମୁଁ ମିଟୁ ମିଥୁନ ଯାହା ଯୋଗେ ଆଜି ମୁଁ ମିଟୁ ମିଥୁନ ହେଇପାରିଛି, ସେ ବାପା ମା ହଉଛି ମୋର ଗଣପ୍ରତିନିଧି। ମୋ ସାମ୍ବାଦିକ ମାନଙ୍କୁ ସମ୍ମାନ ଦିଏ। ଆପଣଙ୍କୁ ଯିଏ ଇଜ୍ଜତ ହାନି ଘଟାଇବ, ମୁଁ ଲରେନ୍ସ ବିଷ୍ଣୋଇ ଓଡ଼ିଶାର, ମୁଁ ବାଲ ଠାକରେ ଶନି ମହାସେନାରେ ଗାଣ୍ଡି ଫଟେଇବି। ଆଜ୍ଞା, ତାଙ୍କର ଧ୍ୟାନ ନାହିଁ କି ଯୋଉ ସାମ୍ବାଦିକଙ୍କୁ ବାଇଟ୍ ଦଉଥିଲେ ତାଙ୍କରି ସାମ୍ବାଦିକ ମାନେ ମୋବାଇଲ ଧରିକି ମାର୍କେଟରେ ବୁଲୁଛନ୍ତି। ଭାଇ ପଦେ କଥା କହିବି, ଆମର ତ ଟିଭିରେ ଚାଲିବାର ନାହିଁ, ଆମର ମୋବାଇଲରେ ଦେଖିବାର ଅଛି। ମୋବାଇଲରେ ସୁଟିଂ ହବ, ମୋବାଇଲରେ ଦେଖିବୁ। ତମେ ଯୋଉ କ୍ୟାମେରା ଫ୍ୟାମେରା କହୁଛ, ତମେ ସୁଟିଂ କରିବ, କିନ୍ତୁ ଦେଖେଇବା କଷ୍ଟ ହେଇଯିବ। କିନ୍ତୁ ମୁଁ ମୋବାଇଲରେ ଦେଖିବି, ମୋବାଇଲରେ ସୁଟିଂ ହବ। ଆଉ ଯିଏ କହୁଛି, କୋଉଦିନ କୁହ ଆଜି ଯାଏ ଓଡିଆ ସିନେମା ଦମନ ପରେ ଆଜି ଯୋଉ ଜାଗାକୁ ପହଞ୍ଚିଛି, ଏଇ ମୋବାଇଲ ସାମ୍ବାଦିକ ଯୋଉ କହୁଛ, ସେଇମାନଙ୍କ ପାଇଁ ଆମେ ଆଜି 20 କୋଟି ଟଙ୍କା ନେଇ ପଳେଇଲୁ ନୂଆ ସିନେମା ବୋଉ ବୁଟୁ ଭୂତରୁ। ଆପଣ ମାନଙ୍କ ପାଇଁ କୋଉଠି ବଡ ସାମ୍ବାଦିକ ଥିଲେ, କେତେବେଳେ ସେ ପ୍ରଚାର କରିଥିଲେ? ମୁଁ ନବୀନ ନିବାସ ଆଗରେ କିରୋସିନ ଢାଳି ହେଲି, ଷ୍ଟେଟ ଆୱାର୍ଡ ବନ୍ଦ ହେଲା। ମମତା ବାନାର୍ଜୀ 90 ଟ୍ରକ ଅଟକେଇଲି, ସେତେବେଳେ କିଏ ମୋର ଛାପୁଥିଲା ବା? ତମମାନେ ଛାପୁଥିଲ। 25 ଲକ୍ଷ ଲୋକ ୱାନ୍ ଡେ ରେ ଦେଖିଲେ। ଗୁଗୁଲ ଆଜି ମତେ ଇଣ୍ଡିଆନ ଆକ୍ଟର କରିସାରିଲାଣି, ଇଣ୍ଡିଆନ ଆକ୍ଟର। ଆମେ ମହିଆ ଟଲିବାଲା, ଆମେ ମହିମା ମିଶ୍ର ନୁହଁ। ଆଉ ସାମ୍ବାଦିକକୁ ଯିଏ କହିବ ମୁଁ ଛାଡ଼ିବିନି।